শ্লোকটা বলছি শুন আমি তো না বার কর বলে মহেন্দ্র মলয় সৈহ শক্তিমান রক্ষ পর্বত মহেন্দ্র মলয় মেরু শক্তিমান পারিয়াত ইন্দ্রিয় এবং ଆପଣ ମାନଙ୍କର ଇନ୍ଦ୍ରିୟସ୍ୟ ପାରିୟାତ ଏବଂ ବୃକ୍ଷ ପର୍ବତ এই 7 ପର୍ବତ ଭିତରେ ହିମାଳୟ ତ ନାଁଟା ଅଛି ହିମାଳୟ ଆଠେ ଚଉଟି ଲିଷ୍ଟ ଭିତରେ ନାଁ ନାହିଁ ବ୍ରାହ୍ମଣ ମାନଙ୍କ ତୁଙ୍ଗରେ ତ ନାଁଟା ଉଚ୍ଚାରିତ ହଉନି ପୁରାଣ କର୍ମକାଣ୍ଡରେ ତ ନାଁଟା ସିଦ୍ଧି ହେଇନି ତୁ କଣ ବଡ ହୁଏ ବଡ ହେବି ମୁଁ ନା ବଡ ମୁଁ ବଡ ଇନ୍ଦ୍ରିୟ ଚୁକ୍ତି କଲା ମୁଁ ହଉଛି ବଡ ମୁଁ ହଉଛି ବଡ ମୁଁ ସମ୍ମାନିତ ହେବି ମୁଁ ସମ୍ମାନିତ ହେବି ଇଏ ଭକ୍ତି କରିବା ନୁହେଁ ଅତି ଶୋଇବା ହିମାଳୟ କଲା ଏମିତି ଗୋଟେ ପଦ କହିବି ଇଏ ଛାତି ପିଟି ଏଠୁ ପଳେଇବ ବାଧ୍ୟ ହେଇକିରି ହିମାଳୟ ଗୋଟିଏ ପଦ କହିଲା କହିଲେ ତୁ ଯେତେ ଛାତି ପିଟି ହ ଯେତେ ବାଡେଇ ପିଟି ହ ତୁ ବଡ ପଦ ନେଇ ପଳେଇବୁ ବଡ ହେଇଯିବୁ ନା ଭାବୁଛୁ ବଡ ନା বলে কেউ কই না পা ইছে যা জোটে শঙ্কর শুন মু কাইকি বড় কোথিপাই বড় তু কহ পচার পুরনো বিদ্যমানକୁ কোন পচারি পচার দেবলোকর সমস্ত সদস্য দেবতা মাদক আচ্ছা মোর জয় কে জানিছো তোর জয় আছে মোর জয় হউচন্তি দেবদেব মহাদেব শিব শঙ্কর ও গজড়িয়া জয় তোর শিব মোর ঝিও কে জানিছো ঝিও কি জগত যাকে পূজা করে জগত কাহাকে পূজা করে জগৎ জননী মা পার্বতী ও মা পার্বতী তোর ঝিও ও পার্বতী জগৎ জননী পার্বতীর বাপা ও আইসি পার্বতী তো ଆଉ ମୋ ଶ୍ୱଶୁରଙ୍କର ଶିବଙ୍କର ଶ୍ୱଶୁର ଯୋଉ ଶିବଙ୍କୁ କି ଯକ୍ଷ କି ରକ୍ଷ କି ନାଗ କି ନର କି ଅସୁର ସମସ୍ତେ ହାତ ଯୋଡ଼ି ନମସ୍କାର କର ଆଜ୍ଞା ମୁଁ ଯେଉଁ ଶିବଙ୍କର ଶ୍ୱଶୁର ଶିବ ମତେ ନମସ୍କାର କରେ ଜୟ ହିସାବରେ ଶ୍ୱଶୁରକୁ ମୁଣ୍ଡିଆ ମାରିବା କଥା ଯୋଉଠି ଶିବ ଶଙ୍କର ମତେ ନମସ୍କାର କରୁଛି ଯୋଉଠି ଜଗତ ଜନନୀ ପାର୍ବତୀର ମୋ ବାପା ମୁଁ ବଡ ହେବିନି କଣ ତୁ ବଡ ହବୁ ଓ ଏଇଟା ଏଇ ଗୁଣରେ ବଡ ତୁ ଆଉ ତୁ କଣ ମୁଁ କହିବି କଣ କହୁନୁ ସବୁ କହିବ ସାର୍ ମୋ ମା ମାନେ ମରମ କଥା କହିବ ସେ ଜିନିଷଟା ଜାଣିଛୁ କହିବି ମରମ କଥାଟା ହିମାଳ ବାଧ୍ୟ ହେଲା କହିବା କଣ ଜାଣିଛୁ କହିଲୁ ମରମ କଥାଟା କଣ ନୃସିଂହ ପୁରାଣ ପୀତାମ୍ବର ଦାସ ଆଜ୍ଞା ଗୋଟିଏ ପଦ ଦଉଛି କଣ କହିଲେ ବୋଲେ ଅପୁତ୍ର କନକ चार पुओ नहीं झील नहीं झी पुत्र कौन सी चौकी बसे कौन हुए सी माटीटा मारा हो जाए माने तोटा हूँ अपुत्र को ये तो सभा मंच ये पदटा बोलिया पे मत कुंठा मुठा लगे कथा कारण एमती এই দুঃখরে কেতজন বাপি দুঃখী খাই পারନ୍ତି
ଏ ପଦ ବୋଲେ ତାଙ୍କ ମନରେ ଆଘାତ ଆସିବ, କଷ୍ଟ ଆସିବ। ସେମିତି ମା ମାନଙ୍କ ପାଇଁ ଗୋଟେ ପଦବୀ ଅଛି। ଅପୁତ୍ରିକା ନାରୀ ଦେଉଳକୁ ଗଲେ ଦେଉଳ ଏତେ ଅନୁଚଇ ଭଲା ଏମିତି ଅନେକ ପଦ। ଅପୁତ୍ରକ ନାରୀର ମୁହଁ ଚାହିଁଗଲେ କାର୍ଯ୍ୟ କୁଆଡ଼େ ସଫଳ ହୁଏ ନା। ଦେଉଳ ଭିତରକୁ ଗଲେ ଦେଉଳେ ଦିଅ ରୁଚି ଯାଆନ୍ତି, ସୂର୍ଯ୍ୟମଣ୍ଡଳକୁ ଚାଲେ ସୂର୍ଯ୍ୟମଣ୍ଡଳ ମାରା ହେଇଯାଏ। ତାହେଲେ ଅପୁତ୍ରିକା ମା ମାନେ କଣ ଏତେ ଦୁଃଖୀତା? ନାଇଲ ମା, ଏ ପଦ ବୋଲିଲା ବେଳେ କୌଣସି ମା ମନରେ କଷ୍ଟ ହଉଥିବ। ଗୋଟେ ମୀମାଂସା ଦଉଛି। ଆମେ ଅପୁତ୍ରକ ଅପୁତ୍ରିକା କାହାକୁ କରିବା? ଯେତିକ ମା ବୋହୂ ମାନେ ଝିଅ ମାନେ ବସିକିରି ଶୁଣ ମା ବୋହୂ ମାନେ, ଯେପର୍ଯ୍ୟନ୍ତ ଗୋଟିଏ ସ୍ତ୍ରୀ ସନ୍ତାନ କରିବାର ଶକ୍ତି ତା ପାଖରେ ଥିବ, ସେ ପର୍ଯ୍ୟନ୍ତ ସେ ମା ଆମେ ଅପୁତ୍ରିକା କହିପାରିବା। এটা মনে রাখুন মা। এমিতি দেখা যাইছে 15 বর্ষ পরে বিবাহর 15-20 বর্ষ পরে সে মার পিলাপিলি কোন মো জেজেরবা 35 বর্ষ পরে না। হ্যাঁ তো জেজের হলা বহুত দিন দেব 35 বর্ষ 35 বর্ষ আরে তো কত পাকড় কিন্তু কেতে দিন পরে আজ্ঞা সে অপুত্রক অপুত্রিকা হব। কেতে দিন ଆପଣ ଭାଗବତ ଦେଖନ୍ତୁ କଣ ଲେଖା ହେଇଛି। କହିଲେ ପୁତ୍ର ନଥିଲେ ଘେନି ଯେପର୍ଯ୍ୟନ୍ତ ଗୋଟିଏ ମାର ଋତୁକାଳୀନ ଅବସ୍ଥା ବିଗତ ନ ହେଇଛି, ଯୋଉଦିନ ଗୋଟିଏ ମା ଋତୁକାଳୀନ ଅବସ୍ଥା ହରେଇବ ଅର୍ଥାତ ପ୍ରସବ କରିବା କ୍ଷମତା ହରେଇବ, କେତେ ଦିନ ପର୍ଯ୍ୟନ୍ତ ଆନୁମାନିକ ଆପଣ ଭାଗବତ କହେ ନିଜ ଆୟୁଷ ବେଦି ଭାଇ এটা বুঝিও। শুন সর্ব প্রত্যেক গোষ্ঠী প্রত্যেক জাতক ଆମେ ବିଶ୍ୱ ଗଣନା ଅନୁସାରେ ଆମର ଯୋଉ 9ଟା ଗ୍ରହ ନବଗ୍ରହକୁ ଗ୍ରହ ମହାଦଶା ଅନ୍ତର୍ଦଶା ଫଳ ତାହା 120 ବର୍ଷ ପର୍ଯ୍ୟନ୍ତ ଲାଗୁ ରହେ। ଜାତକରେ ଲେଖା ହେଇଥିବ ଆପଣ ଦେଖିବେ ପ୍ରତ୍ୟେକ ଜାତକରେ ପୂର୍ଣ୍ଣାୟୁ 120 ବର୍ଷ ମଧ୍ୟରେ 120 ବର୍ଷ ଯଦି ଆମେ 4 ଭାଗ କରିବା ଭାଗ କେତେ 30 ଭାଗଟା 32 ତିନି ଭାଗ 30 30 60 30 30 60 ଆଜ୍ଞା ସ୍ୱାଭାବିକ ଭାବରେ ଆଜ୍ଞା ଅତି ବେଶୀ ଗୋଟିଏ ମା 60 ବର୍ଷ ପର୍ଯ୍ୟନ୍ତ ଋତୁ ଦର୍ଶନ କରେ। ଅତି ବେଶୀ 60 ବର୍ଷ ଅତିକ୍ରାନ୍ତ ହେଇଗଲେ ସେ ପୁରୁଷ ଜାଣିବ ମୋ ସ୍ତ୍ରୀ ଆଉ ପିଲାପିଲି ଜନ୍ମ କରିପାରିବ ନାହିଁ, ଅକ୍ଷମ ହେଇଗଲା। ସେ କଣ କରିବ ନା ବନେ ଚଳିବ ତପ ବନେ ଚଳିବ ଆଜ୍ଞା ଜଙ୍ଗଲକୁ ପଳେଇବ। ଆଉ ଜଙ୍ଗଲ ଅଛି କି ଆଜ୍ଞା? ଆମେ ସବୁ ହାଣିକିରି ଆଣି ଜାଳୁଛୁ, ଜଙ୍ଗଲ ରଖିଛୁ ଯେ ଜଙ୍ଗଲକୁ ଯିବ। ଏକଥା ଆପଣ ଭାବତ କରୁଛି ପରେ ପୁତ୍ର ସମର୍ପି ପତ୍ରୀ ପାଶେ ଅଥବା ଚଳିବ ସନ୍ନ୍ୟାସ ବାନପ୍ରସ୍ଥ କରି। କିନ୍ତୁ ଆଜ୍ଞା ଆଉ ଜଙ୍ଗଲ ଅଛି ନାଇଁ, ସବୁ ନଷ୍ଟ। ପୁରାଣ ଯୁଗରେ ବାନପ୍ରସ୍ଥ ହଉଥିଲା, ଆଉ ଜଙ୍ଗଲ ଅଛି ନା? ଆପଣ ମାନେ ରୋଜଗାର କରି ଘର ତିଆରି କରି ସମ୍ପଦ ତିଆରି କରିଛନ୍ତି, ପିଲାପିଲି ହେଲା ନହେଲା ପରେ ଆପଣ ସ୍ତ୍ରୀକି ନେଇକି ପଳେଇଲେ, ସେ ଘର ଦ୍ୱାର ନବ କି? ଭୂତ କୋଠି ହେଇଯିବ ଆଜ୍ଞା, ଭୂତ କୋଠି ହେଇଯିବ, ସେ ତାକୁ ଛାଡ଼ିଯିବନି। এটা সম্ভব না? না, এটি কোয়াইট ইম্পসিবল। এই ঘরে বানপ্রস্থ ঘরে কেমনি বানপ্রস্থ হবে?
যে পর্যন্ত স্ত্রী দর্শন করেছি আজ্ঞা সে স্ত্রী অপত্রিকা দোষের দোষী নୁହଁ କି ତା ସ୍ୱାମୀ ଅପୁତ୍ରକ ଦୋଷରେ ଦୋଷୀ ନୁହଁ। କେମିତି ପୁଣି ଯେତେବେଳେ ଋତୁକାଳୀନ ପର୍ଯ୍ୟନ୍ତ ହେଇଗଲା ଆଜ୍ଞା ସେ ତାପରେ ମଧ୍ୟ ଯଦି ଆପଣ ଗୋଟେ କାମ କରିବେ ଆଉ ଅପୁତ୍ରକ ଦୋଷ ଲାଗିବନି, କୋଉ କାମଟା କରିବେ ଅପତ୍ରିକା ଦୋଷ ଲାଗିବନି। କୋଉ କାମ କଣ ଆପଣ ଭାଗବତ ଦେଖନ୍ତୁ ଆଜ୍ଞା କଲେ ମୋର ଭକତ ଗୃହେ ଥାଇ ହୋ ଆପଣଙ୍କର 60 ବର୍ଷ ହେଇଗଲା ପରେ ସରକାର ରିଟାୟାର୍ଡ କରୁଛି ଭତ୍ତା ଆମେ ପାଇ, କିନ୍ତୁ ଆଜ୍ଞା ଆମ ଆଧ୍ୟାତ୍ମିକ ସାହିତ୍ୟରେ ମଧ୍ୟ ଆଜ୍ଞା ଆପଣ 60 ବର୍ଷ ହେଇଗଲା ପରେ କଣ କରିବେ ଯୋଉମାନଙ୍କ ପିଲାପିଲି ଅଛନ୍ତି, ସଂସାର ଅଛି, ପୁଅ ଅଛି, ବୋହୂ ଅଛି, ଯେତିକ ବୁଢୀ ମାଉସୀ ମାନେ ମା ମାନଙ୍କର ପାଲା ଶୁଣୁଛି, ଘୋଡ଼ା କେଶ ହେଇଗଲା 60 ବର୍ଷ ହେଇଗଲା ଆଜ୍ଞା ଆପଣ ଅତିଥି ଭଳିଆ ଘରେ ଚଳିବେ, କଣ ନିଜ ଘରେ ଅତିଥି ଭଳିଆ ରହିବେ କୁଣିଆ ଭଳିଆ ଘରେ ଚଳିବେ। ଆଉ କଣ ଆମ ଭାଗବତ ଏଣୁ ଅତିଥି ପ୍ରାୟ ନିଜ ଆମେ ଅନୁଷ୍ଠାନକୁ ଆସିଲୁ ଆପଣଙ୍କର ସାରଳା ସାଂସ୍କୃତିକ ପରିଷଦ ସାର୍ ଘର ଦେଖେଇଦେଲେ, ଆପଣ ଏଇଠି ରହିବେ, ଏଇ ବେଡ ଉପରେ ଶୋଇବେ, ଏଇଆ ଖାଇବେ। ସାର୍ ଆମେ କହିଛୁ ମୁଁ ଡଲ ବେଡ ଦିଅ ନାଇଁ ଯୋଉ ଗରମ ହଉଛି କହିଛୁ ଏସି ଲଗା, କୁଲର ଲଗା ଆମେ କହିଛୁ କୁଲର ଲଗା ନା ଯାହା ଦେଲେ ଆମେ ଖାଉଛୁ ନା, କହିଛୁ ଆଜ୍ଞା ବିରିୟାନୀ ଦିଅ କି ମଟନ ଦିଅ ନା ଏ ତ ଠାକୁର ସ୍ଥାନ କିଛି ବରାଦ ନା ସବୁ ସାଧାରଣରେ ଚାଲିଛି ଆଉ କାରଣ ଆମେ ଜାଣିଛୁ ଆମେ 3 ଦିନ ପାଇଁ କୁଣିଆ, ଆଜ୍ଞା କୁଣିଆ ଯେମିତି ଘରେ ଚଳେ ହେ ବୁଢୀ ମା ମାନେ ହେ ବୁଢା ବାପା ମାନେ ଯେତିକ ବସିଛ 60 ବର୍ଷ ହେଲା ପରେ ମନେ ରଖ ଘରେ କୁଣିଆ ଭଳିଆ ଚଳିବ। ଆଉ ଯୋଉ ବୁଢା ବୁଢୀ ଘର ଉପରେ ସମସ୍ୟା ଉପରେ ପିଲା ଛୁଆଙ୍କ ଉପରେ ଆଜ୍ଞା ବରାଦ କରନ୍ତି, ଏଇଟା ହେଲାନି ସେଇଟା ହେଲାନି ସେଇଟା ହେଲାନି ଏଇଟା ଖାଇବିନି ଏଇଟା ଖାଇବିନି, ସେଇ ବୁଢା ହଇରାଣ ହୁଏ, ସେଇ ବୁଢୀ ହଇରାଣ ହୁଏ। ଖାଲି ଚା ମିଳିବନି ଆଉ ଦେବେନି, ଗୁଣ୍ଡି ତ ଗୁଣ୍ଡି ଆମ ଭାଗବତ କହୁଛି ଅତିଥି ଭଳିଆ ଚଳ, ପୁଅ ଯାହା କଲା କଲା, ବୋହୂ ଯାହା କଲା କଲା, ଦେଖିବ ମା ଅବଶିଷ୍ଟ ଜୀବନ ତୁମ ଶାନ୍ତିରେ କଟିଯିବ। ସେଇ ବୋହୂ କହିବ ଶାଶୁ ମା ମୋର ଭାରି ଭଲ ଶାଶୁ ମୁଁ ଭୁଲ କଲେ ଠିକ କଲେ ନାଇଁ ତେଣୁ ଏଣୁ ଅତିଥି ପ୍ରାୟ ହୋଇ ମୋର ଭକତ ଗୁଡ଼ିଏ ଖାଇ ଯାହାର ପିଲାପିଲି ନାହିଁ ସେ କଣ କରିବ, ପ୍ରଭୁ ଅଛନ୍ତି ନା, ଯଦି ପ୍ରଭୁଙ୍କୁ ଆମେ ପୁଅ ରୂପେ ଗ୍ରହଣ କରିଦେବା, ଓହୋ ଏ ବାଳଗୋପାଳ ତୁ ମୋର ଆଜିଠାରୁ ପୁଅ, ମୋର ପୁଅ କେହି ନାହିଁ, ଯଦି ପ୍ରଭୁ ଆମର ପୁଅ ହେଇଗଲେ ଆମେ ତାର ବାପା ମାରିଗଲେ ଆଉ ଅପୁତ୍ରକ ଦୋଷ ରହିବ ନାଇଁ ନାଇଁ ନାଇଁ, ସେ ମାର ଅପୁତ୍ରିକା ଦୋଷ ରହିବ ନା। ଜୀବନଟାକୁ ପ୍ରଭୁଙ୍କ ପାଦରେ ଟେକି ଦିଅ, ପ୍ରଭୁ ମୋର ସଂସାରରେ କେହି ନାହାନ୍ତି, ତୁ ମୋ ପୁଅ କଲେ ଭାବେ ଖାଇ ଆମ ଭାଗବତ ବାଣୀ କହୁଛି ଏହି ଭାବରେ ଯଦି ଆପଣ ଚଳିବେ ଅପୁତ୍ରକ ଦୋଷ ଲାଗିବନି, ଅପୁତ୍ରିକା ଦୋଷ ଲାଗିବନି। এটা হচ্ছে আধ্যাত্ম সাহিত্য মা। ଆଉ ଯଦି ତ ମାୟା ମୋ ଭିତରେ ପଡିକି ରହିଲ ଦୋଷ ତ ମୁଣ୍ଡେଇବ ନା ମୁଣ୍ଡେଇବ। ଏଠି ହିମାଳୟ କହିଲା କହିଲା ଏ ଇନ୍ଦ୍ର କଣ କହୁନୁ ତୁଟା ଅପୁତ୍ରକ ପୁଅ ନାହିଁ ଝିଅ ନାହିଁ। ଏ ମୋ ସଭାରେ କହୁଛି ବଡ ମୁଁ ଚେଷ୍ଟା କରିବି ମୋର ଝିଅ କିନ୍ତୁ ଜନନୀ ପର୍ବତୀ ମୋର ସ୍ୱୟଂ ଶିବ ଶଙ୍କର ମହାଦେବ ମୁଁ ବଡ ହେବିନି କଣ ତୁ ବଡ। ଏ ଦି ଜଣଙ୍କର ବାଦି ପାଲାକୁ ଶୁଣୁଥିଲେ ଦେବତା ମଜା ଲାଗିଲା। କହିଲା ହିମାଳୟଟା କେଡେ ବଡ କଥା କହିଲାନି।
बोले प्रमाण प्रमाण यही वचन प्रमाण प्रमाण यही वचन सबु देवता मान पाठी कर उठले प्रमाण 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 ठीक 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 हिमाल जा कोई ठीक कोई दुख लागिला एते बड़ अपमान सही पलने विंध्य पर्वत आखिर दी टपा लुह देगिरी पड़िला बोला हिमालय एरे बड़ अपमान मो पुत्र गबरी तू देव सभा कहलु ମୁଁ ଆଜି ପ୍ରତିଜ୍ଞା କରୁଛି ମୋର ବି ଝିଅ ହବ ମୋର ବି ଝିଅ ହବ ଆଉ ଶିବକୁ ଚାହିଁବେ ପାଇଛୁ ଗର୍ଭ କିନ୍ତୁ ସେ ଝିଅକୁ ମୁଁ ଯାହାକୁ ବିବାହ ଦେବି କଣ ହବ ମୋ ଜ୍ୱାଇଁକି ଦେଖିଲେ ତୋ ଜ୍ୱାଇଁ ଶିବ ଶଙ୍କର 1000 ଥର ମୁଣ୍ଡିଆ ମାରୁଥବ ଯଦି ମୁଁ ଏହା ନ କରେ କଣ କହିବ তাহলে পুরোটা বিন্দিয়া পদ রহি দেখিবা 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 আর চরণ চিত্তি পড়ি গলা ফেরিলা দুঃখন্তরে বিন্দিয়া পর্বতে নিজ ঘর আজ্ঞা তার স্ত্রী নাম হচ্ছে চন্দ্রকড়ি ডাকিলা চন্দ্রকড়ি স্বামী চন্দ্রকড়ি স্বামী তোমার কোন হইতে স্বামী তোমার আখিরে লুহ ମୋ ଆଖିରେ ଲୁହ ନୁହେଁ ଚନ୍ଦ୍ରକୋଳି ସ୍ୱାମୀ ମୋ ଆଖିରେ ଅଛି ନିଆଁ ନିଆଁ ହଁ କଣ ହେଇଛି ଦେବ ସଭାରେ ଆଜି ଅପମାନ ହେଇଛି ଅପମାନ ଦେଇଛି ହିମାଳୟ କାହିଁକି କାରଣ ସେ ଗର୍ବରେ ଉତ୍ଫୁଲ୍ଲିତ ହେଇଛି କାରଣ ତାର ଝିଅ ପାର୍ବତୀ ସ୍ୱାଇଁ ଦେବଦେବ ମହାଦେବ ଶିବ ଶଙ୍କର ମୁଁ ଆଜି ପ୍ରତିଜ୍ଞା କରିଛି ଦେବ ସଭାରେ ସ୍ୱାମୀ ମୁଁ ହିମାଳୟ ଠାରୁ ବଡ଼ ହେବି ସ୍ୱାମୀ ହିମାଳୟ ନନ୍ଦିନୀ ପାର୍ବତୀ ଠାରୁ ମୋର ଝିଅଟିଏ ହବ ସୁନ୍ଦରୀ ଗୁଣମୟୀ ପ୍ରଭାମୟୀ ସେ ଝିଅକୁ ମୁଁ ଯାହାକୁ ବିବାହ ଦେବି ଚନ୍ଦ୍ରକଳି ମୋ ଜ୍ୱାଇଁକି ଦେଖିଲେ ହିମାଳୟ ଜ୍ୱାଇଁ ଶିବ ମୁଣ୍ଡିଆ ମାରିବ ପାଦ ତଳେ ନା ସ୍ୱାମୀ ନା এইটা করে সম্ভব হয়ে পারিব কাহিঁকি সম্ভব হবনি চন্দ্রকলি কেমতে সম্ভব হবে স্বামী অসম্ভব বি বেড়ে বেড়ে সম্ভব হয়ে যায় স্বামী কোটি কোটি যোড়িয়ে গোটিয়ে যোড়িয়ে উদাহরণ আপনার উঠুছি কবি হলে কবি সম্রাট উপেন্দ্র ভঞ্জ বই না হচ্ছে লাবণ্যবতী আজ্ঞা অসম্ভব কোটি সম্ভব গোটে যোড়ে পদ আজ্ঞা সমটা পাখি আসুছে বেশ পরে বলে পাদ এ পক্ষ নথায় কপি গানে 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 পাদ নথায় জনকর পক্ষ নাই আজ্ঞা সে উড়ি পারিব অসম্ভব কিন্তু জনকর পক্ষ নাই ইয়ানি মানে সে উড়িছি কোন যোজন না 2 যোজন কেতে কেতে 100 যোজন উড়িগলা সে কি কে রাম দূত গতা মহাবীর হনুমান পক্ষ ଥିଲା উড়ি নাহাନ୍ତି 100 যোজন অসম্ভব পণ্ডিতে সম্ভব ହେଇଛି ନା ନାଇଁ ଆଉ ଗୋଟେ ଜାଗାରେ ଜଣଙ୍କର ସାର ପାଦ ନାହିଁ ସେ ଓଜନ ଜିନିଷ ମୁଣ୍ଡି କରିବ ସେଟା କହିପାରେ ମୁଣ୍ଡିବ କେମିତି ଆଜ୍ଞା না না କିନ୍ତୁ ସୃଷ୍ଟିରେ ଜଣଙ୍କର ପାଦ ନାହିଁ ମା ସବୁଠାରୁ ବଡ ଓଜନ ଜିନିଷ ମୁଣ୍ଡେଇଛି ସେ କିଏ ଶରତ ସାପର ପାଦ ଅଛି ପାଦ ଅଛି ସର୍ପର କିନ୍ତୁ ସର୍ବଶ୍ରେଷ୍ଠ କିଏ ବାସୁକି ମୁଣ୍ଡେଇଛି କାହାକୁ ସର୍ବସ୍ୱା ଧରିତ୍ରୀ କି ଆଜ୍ଞା ଅସମ୍ଭବ ସମ୍ଭବ ହେଇନି ଆଉ ଗୋଟେ ଯୋଡେ ଉଦାହରଣ ଦଉଛି ଶରତ
ଧାରେ ପାଣି ଆଣିବା ଆଣିବା ତୁ ମତେ କହିବୁ ତୁ ଆଞ୍ଜୁଳା କର ହଁ ଧାରେ ପାଣି ତୁ ଆଞ୍ଜୁଳାରେ ଢାଳିବି ହଁ ତୁ ଧାରେ ପାଣି ଅଟକେଇ ପାରିବୁ ନାଇଁ ସାର୍ ଆମେ ତ ଯୋଉ ଫାଙ୍କ ଅଛି ଆଇତେ ସବୁ ବଢିଯିବ ଅଟକେଇ ହବ କି ଆମର ଥୋପାଇ ରହିବନି କିନ୍ତୁ ଧାରେ ତ ଢାଳେ ହଁ ହଁ ଜଣକ ଆଞ୍ଜୁଳାରେ 7 ସମୁଦ୍ର ରହିଛି ସେ କିଏ ଭଞ୍ଜ ସାହିତ୍ୟ ବୋଲେ ଅଗସ୍ତି କର ତୋରେ ଅଗସ୍ତି ବାବାଜୀଙ୍କର କରାଞ୍ଜଳି ଭିତରେ 7 ସମୁଦ୍ର ରହିଗଲା ଅସମ୍ଭବ ସମ୍ଭବ ଆଉ ଗୋଟେ ଜାଗା ଶରତ ପଥର ଭାଷା ନା ବୁଡେ ପଥର ବୁଡେ ଦୁନିଆଟା ବା ପଥର ବୁଡିଯିବ ଆଜ୍ଞା ହଁ ହଁ ସୋଲ ଭାଷା ନା ବୁଡେ ସୋଲ ହାସିବ ସୋଲ ଭାସିବ ଆଜ୍ଞା କିନ୍ତୁ ଓଲଟା ହେଇଗଲା କଣ ଉল্টা ଆଣିଛ ଜଳେ ପଥର ଭାସି ହଁ ସୋଲ ବୁଡିଛି ଧୀରେ ଧୀରେ ପଥର ଭାସିଛି ପଥର ହାସି ଆପଣ ମାନେ ସବୁ ଜାଣିଛନ୍ତି ସେତୁରେ ରାମଙ୍କର ସେତୁରେ ପଥର ଭାସିଲା ହାସିଲା ବନ୍ଧନା ନା ଅନେକ ଶାସ୍ତ୍ର ଅନେକ ପୁରାଣକୁ ମନ୍ଥନ କରି ଆଜ୍ଞା ଭଞ୍ଜ କାବ୍ୟ କୃତି ତିଆରି କଲେ ବାବା ଭଞ୍ଜ କହିଲେ ସାଧାରଣ କବିଙ୍କ ଲେଖା ନା 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 କବି ସମ୍ରାଟ ଭଞ୍ଜ ଲାବଣ୍ୟବତୀ କାବ୍ୟରେ କହିଲେ ସୋଲ ବୁଡିଛି ମାନେ ସୋଲ ଆଜ୍ଞା ବୁଡିକି ଅଛି ସୋଲ ବୁଡିଛି କୋଉଠି ଆଜ୍ଞା ଏ କଥାଟା ମୁଁ ପ୍ରଭାତ ଭାଇ କହିଥାନ୍ତି ଦେଖିବା ଦେଖିବା ଫାଙ୍କା ଆଣିବ ପ୍ରଶ୍ନ ତ ଦବ ଓଜନିଆ ପ୍ରଶ୍ନ କି ଶସ୍ତା ପ୍ରଶ୍ନ କାହିଁ ଦବ କହିବନି ଆମ ପଞ୍ଚାୟତ କାଟରେ ବୁଡିଛି ଅଛି ପୁରାଣରେ ପୁରାଣ ଭିତରେ ଅଛି ସୋଲ ବୁଡିକି ଅଛି ବୁଡିଛି ଆଜ୍ଞା ଜଣେ ଗାୟକକୁ ପ୍ରଶ୍ନ ପଚାରି ଅପଦସ୍ତ କରିବା ଲକ୍ଷ୍ୟରେ ନା ମୋର ଲକ୍ଷ୍ୟଟା ଅଲଗା କଣ ଆଜ୍ଞା ଗାୟକ ପ୍ରଶ୍ନ ପଚାରି ଅପର ଗାୟକ କାହିଁକି ନା ବିଦଗ୍ଧ ଦର୍ଶକ ମାନଙ୍କର ମନରେ ଉତ୍କଣ୍ଠା ସୃଷ୍ଟି କରିବା ହେଉଛି ପ୍ରଥମ ଲକ୍ଷ୍ୟ ଠିକ ଠିକ ଦ୍ୱିତୀୟ ଲକ୍ଷ୍ୟ ଯେ କି ଗୋଟିଏ ବିଷୟରେ ଆଲୋଚନା ଯଦି ଆରି ଉପରେ ହୁଏ ତାଙ୍କୁ ଗୋଟେ ବାଟ ମିଳିଯିବ ଯେ ତାରି ଉପରେ କିଛି ଆଲୋଚନା କରିବେ ଗୋଟେ ଗାୟକର ଜ୍ଞାନର ଗଭୀରତା କେତେ ଆପଣମାନେ ମାପିପାରିବେ ଏ ଦ୍ୱିତୀୟ ଲକ୍ଷ୍ୟ ତୃତୀୟ ଲକ୍ଷ୍ୟ ଆଲୋଚନାଟା କେମିତି ପ୍ରଶସ୍ତିକରଣ ହବ ପାରାଟା କେମିତି ସୁନ୍ଦର ହବ ଏ ତୃତୀୟ ଲକ୍ଷ୍ୟ ଗୋଟେ ଗାୟକକୁ ହଇରାଣ କରିବା ପାଇଁ ଅପଦସ୍ତ କରିବା ପାଇଁ ମୁଁ ପ୍ରଶ୍ନ ତେଣୁ ସମ ବୁଡିଛି କୋଉଠି ଆପଣ ମାନେ ବସିବେ ଆମ ପ୍ରଭାତ ଉତ୍ତର ଦେବେ ଗୋଟିଏ ପ୍ରଶ୍ନ ଛାଡି ବେଶୀ ପ୍ରଶ୍ନ ପଚାରିବେନି ଯାହା ପଚାରି ଓଜନ ନା ଆଉ ଆପଣ ମାନଙ୍କୁ ଜାଣିବା ପାଇଁ ତାପରେ ଯଦି ଅସମ୍ଭବଟା ସମ୍ଭବ ହେଲା ତାହେଲେ ଅପୁତ୍ରକର କାହିଁକି ପୁଅ ଝିଅ ନହବ ଚନ୍ଦ୍ରକଳି ଚନ୍ଦ୍ରକଳି ମୁଁ ଝିଅ ପାଇବା ପାଇଁ ଉପାୟଟି ଅଛି ଅସମ୍ଭବଟା ସମ୍ଭବ ହୁଏ କେତେବେଳେ ନା ତପସ୍ୟା ଶକ୍ତିରେ ମୁଁ ତପସ୍ୟା କରିବି ଝିଅଟିଏ ପାଇବା ପାଇଁ ହେଲେ ମାତୃଶକ୍ତିର ତପସ୍ୟା ଦରକାର ସେ ମାତୃଶକ୍ତି କିଏ ମାତୃଶକ୍ତିର ପ୍ରଥମ ମହାବିଦ୍ୟା ମହାକାଳ ମୁଁ ମହାକାଳୀକି ତପସ୍ୟା କରିବି ନାଇଁ ଚନ୍ଦ୍ରକଳି ତମେ ଯିବ ସ୍ତ୍ରୀ ପାଖରେ ଥିଲେ ଧର୍ମ କାର୍ଯ୍ୟଟା ସମ୍ପୂର୍ଣ୍ଣ ଶୀଘ୍ର କାରଣ ସୀମନ୍ତେ ଚ ବିବାହେ ସପୁରୁଷ ସଧର୍ମୀ ମୋକ୍ଷେ ତୀର୍ଥେ ଦାନେ ଯଜ୍ଞେ ପତ୍ନୀ ତିଷ୍ଠତି ଦକ୍ଷେ ସ୍ତ୍ରୀ ରହିବ ପାଖରେ ପରେ ତପସ୍ୟା ଶୀଘ୍ର ତେଣୁ ସ୍ତ୍ରୀ ଚନ୍ଦ୍ରକଳିକି ନେଇ ଆଜି ବିନ୍ଧ୍ୟ ପର୍ବତ ଜଙ୍ଗଲ ଭିତରେ ହିମାଳୟ ନନ୍ଦିନୀ ପାର୍ବତୀଠାରୁ ସୁନ୍ଦରୀ ଗୁଣବତୀ ପ୍ରଭାବୀ ଝିଅଟିଏ ପାଇବା ପାଇଁ ତପସ୍ୟା ଆରମ୍ଭ କଲା ଡାକିଲା ଜଗଜ୍ଜନୀ ମହାକାଳୀ ଓଡ଼ିଆ କବି ସଂସ୍କୃତ ସାହିତ୍ୟ ଗୋଟିଏ ଧାଡ଼ି ଦଉଛି କହିଲେ କାଳିକୁ ପାରିନି
মস্তক মারিনি জননী বরা ভয় হস্তে মামা জননী ধরা ভয় হতে চন্দ্রপুরী বিন্ধ্য পর্বত মনোবিষ্ট পূর্ণ গ্রন্থ মা জগজ্জননী সারদা সর্বানন্দে আনন্দে কমার আজ্ঞা চৌপতি দেব আচ্ছা আচ্ছা কারিমকে ডাকুছি জগজ্জননী মা को ডাকুছি আଜି জগজ্জননী মা সারদা সত্যনারায়ণ মনোবিষ্ট পূর্ণ গ্রন্থ শান্তি রক্ষন্তু আনন্দ রক্ষন্তু সর্বানন্দে আনন্দে কমার আজ্ঞা গণজাতীয় सीधा तो ছিল না চম্পড়া পরে আপনার নটবর্ষ ইয়ে মা করে পুছি সার বরাত করে নি ওর চৌপতিতে বলে ভঙ্গি দিও নাচ দিও ভঙ্গি দিও নাচ দিও মুন্ডিয়া নাচ দিনি ভাঙি দিয়া ঝিও দিয়ে মা যদি মতে বড় দেব ମୁଁ ତତେ ଲାଞ୍ଚ ଦେବି 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 ମାନେ ମତେ ଲାଞ୍ଚ ଲୋଡ଼ନ୍ତି କଣ ଲାଞ୍ଚ ଦେବି କଣ ଦେବି କହିଲେ କହିଲେ କଣ୍ଡା କଣ୍ଡା জগৎসিংপুরি ছুঙ্ক জগৎসিংপুরিয়া ছুঙ্ক কইলে মুন্ডা 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 পালা রটো নলে কোন পালা হবে মা মহাকালী কি ডাকুছে কিন্তু বহুত দিন চালিগলা ই কেতে দিনে তিনতিলা জননী প্রাণ জননী সহিব কি পুত্র শোষণ মা পুଅର କଷ୍ଟ ସହିପାରେନି
आपन बापा गुड़ा कोंतु बड़ बाबा देरी हवा गया किंतु मां गुड़ा कोंतु मां शीघ्र बड़ बाबा मां काली रही पाले ना पहुंचे ले बिंदिया आगे हां एकले बिंदियो आलो देखा चंद्रकोई आलो देखा आखि खोल जा को डाके छु से मां भी तोरी आगे रुकिए ए तू ता को बोलली मु तोरी मां आखि खोल अरे आखि खोले देख विद्या पर्वत तपस्या उठी हां आखि खोलिला मां के मुंह बुले तू ना विद्या देखुछि ना पुरुणा कालिया पाला बाला टिके प्राचीन स्वर था रागता उची पंचम पराणी आगोला पंचम बिरामी पराणी बोरानी किंतु भक्ति मार्ग सूत्र भितरे आया ये ललित पंचम पराणी दबा देखुची चंद्रकोई देखुची बिंदियो आगोल रूप आगरे छेड़ा होचे महाकाल बेस मारुपोटा केमिति केमिति ये खड़ग मुंड नभी महाकाली आगे छेड़ा खुशी लगे बिंदु चंद्रकोई आज बहुत खुशी तुम निजर बड़ माग शीघ्र मागी बुझे तू आग त्रिबार सत्य कह सत्य कली सत्य सत्य त्रिबार सत्य मते विश्वास नहीं कौन मागुछ माय मां माय नकटे झियो दे अलगिर को नकटे को आ झियो दे दे और झियोटे तो बेको नकटे को अब नकटे पकटे ये झियो दे किंतु विद्या कला को साधारण झियो माने ना सत्य करिछ माय हां ना मु यही झियो मागुछि हिमालय नंदिनी पार्वती थारू हां सुंदरी गुणमयी प्रभामयी कन्या टे मते दे सेम जे झोली दे अब से कन्या हां मु जो पुत्र को दान करिवि बाहा करबी जे मो चाहि हबो
ସିଏ ହିମାଳୟ ଜୟ ଶିବଙ୍କ ଠାରୁ ବଡ଼ ହବ ବଡ଼ ହବ। ସେମିତିଆ ଝିଅଟି ଦେ ମୋ ଜୟକି ଦେଖିବେ ହଁ ହିମାଳୟ ଜୟ ଆଜ୍ଞା 1000 ଥର ମୁଣ୍ଡିଆ ମାରିବ ମୁଣ୍ଡିଆ ମାରିବ। ହଁ ତୁ ଝିଅଟି ଦେ ଏମିତିଆ ଝିଅ ଏମିତିଆ ଜୟ ମତେ ଦେ। ଏ ଦିବାର ସତ୍ୟ କରୁଛୁ ମା କାହିଁ ତ ସତ୍ୟବଦ୍ଧ ହେଇଛନ୍ତି ହଁ ବୋଲେ ଦେବି ଦେ ଦେ ଦେବି ଦଉନ ଦେବି ଦେବି କଣ ଗୋଟାଏ ଦେବି ଆଉ ଯୋଡ଼ିଏ ଦେବି। ଆଉ କେଉଁଟା ଦଉ ମା କେତେଟା ଝିଅ ଦେବି ଜାଣିଛୁ? କେତେଟା ଆଜ୍ଞା ମା ଦେଲା କେତେଟା ଦେଲା ଇଏ ଘେନ ଏତିନି ଦୁହିତା ଏ ହେବେ ବିଶ୍ୱବନ୍ଦିତା ଘେନ ଏତିନି ଦୁହିତା ଏ ହେବେ ବିଶ୍ୱବନ୍ଦିତା ବିନ୍ଧ୍ୟ ମା ମାଗିଥିଲୁ ଗୋଟିଏ ମୁଁ ତତେ 3ଟି ଝିଅ ଦେବି। ମା 3ଟି ଝିଅ ମାଲୁ ନେ ପ୍ରଥମ ଝିଅଟିକି ତୁ ନେ ହଁ ମା ଭଲ ଚନ୍ଦ୍ର କରି ମାଲୁ ହଁ ତୁ ବି ତପସ୍ୟା କରିଛୁ ହଁ ତୋର ବି କୋଳ ଖାଲି ଅଛି ହଁ ମା ତୁ ବି ଗୋଟେ ଝିଅ ଦେ। ବିନ୍ଧ୍ୟ ଆଉ ଗୋଟେ ଝିଅ ଅଛି। ଆସୁଛୁ ନା ନାଇଁ ନାଇଁ ମୋ ପାଖରେ ଆଉ ଗୋଟେ ଝିଅ ଅଛି। ଏଇଟା ରଖିଲୁ ନାଇଁ ଏ ଝିଅ ମୁଁ ଏ ଝିଅକୁ ତୋତେ ଦଉଥିଲେ ଇଏ 3ଟି ଝିଅ ସାମାନ୍ୟ ସାଧାରଣ ଝିଅ ଯେ ତିନିଟା କିଏ ମା ତୁ କଣ ବର ମାଗିଛୁ? ହଁ ମା ତାପତିଠାରୁ ସୁନ୍ଦରୀ ଗୁଣମୟୀ ପ୍ରଭାମୟୀ ଝିଅ ହବ। ହେ ହେ ଇଏ ଝିଅ କିଏ ଜାଣିଛୁ? ଏ କିଏ ମା ଇଏ 3ଟି ଝିଅ କିଏ? କିଏ? ଉପାଦାନ 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 ସଖିନିଏ ସଙ୍ଗତିନି ଜାଣ ସଖିନିଏ ସଙ୍ଗତିନି ଜାଣ କି ରାମ ଭାବିନି ସତି ମୁଖିଆ ସଙ୍ଗତିନି ସତେ ଅତି ଜାଣ ମା ବିନ୍ଧ୍ୟ ମାଲୁ ଇଏ ତ ଭାବି ପାରୁ ଇଏ ତୋର ତପସ୍ୟାର ଫଳ ହଁ ମା କିନ୍ତୁ ଏ ପ୍ରଭୁଙ୍କର ତ୍ରିଶକ୍ତି ତ୍ରିଶକ୍ତି ମାନେ ପ୍ରଭୁଙ୍କର ଗୋଟିଏ ନାଁ ହଉଛି ସଚିଦାନନ୍ଦ ସଚିଦାନନ୍ଦ ସତ୍ ଶକ୍ତିରୁ ସନ୍ଧିର ଶକ୍ତି ଆଜ୍ଞା ଚିତ୍ ଶକ୍ତିରୁ ସମ୍ବୋଧିର ଶକ୍ତି ହଁ ମା ଆନନ୍ଦ ଶକ୍ତିରୁ ପ୍ରଭୁଙ୍କର ଆଉ ଗୋଟେ ଆହ୍ଲାଦିନୀ ଶକ୍ତି ଆହ୍ଲାଦିନୀ ଶକ୍ତି ଇଏ 3 କନ୍ୟା 3ଟି ଶକ୍ତି ହଁ ପ୍ରଭୁଙ୍କର 3 ଅଂଶ 300 ଇଏ 3 କନ୍ୟାକୁ ତୋତେ ଦେଲି ହଁ ମା ଏଇ 3 କନ୍ୟା ହଁ କଣ ମାଗିଛୁ ପରା ହିମାଳୟ ଜୟ ଶିବଙ୍କ ଠାରୁ ବଡ଼ ବଡ଼ ହେଇଥିବ ଇଏ ଜାମାତା ପାଇଁ ମୁଁ ଜଣେ ଜାମତାକ୍ଷ କ୍ଷଣେ କ୍ଷଣେ ଜାମାତା ପାଇଁ ମୁଁ ଜଣେ ମାଲୁ ବିନ୍ଧ୍ୟ ମା ଏ 3ଟି ଝିଅ ଗୋଟେ ପୁଅକୁ ବିବାହ କରିବି। ତିନିଟା ଝିଅ ଗୋଟା ପୁଅକୁ ବାହାବେ ହଁ ସେ ଟୋକା କିଏ ମା ଟୋକା କୋଉ ଟୋକାକୁ ବାହାବେ ସରକ ମା ତୁ ପାଲାରେ ରହ ନା କୁଆଡେ ଯିବି ଅପେରା ଟିକେ ପଣା ଅପରାରେ ଭଲ ଲାଗୁନି ଭଲ ଡାଇଲଗ ଲେଖିବୁ ସଳାକୁ ଲେଖିବୁ ହଁ କୋଉଠି ଭାଷା କୋଉଠି ପାଲାଟା ବାଲା ପାଲା ହଁ ଶୁଦ୍ଧ ଭାଷା କୋଉଠି ଟୋକା ନାଇଁ ପୁଅ ପୁଅ କୋଉ ପୁଅ ହଁ ପାଟିରେ ପଶିଗଲା ମୁଁ କଣ କରିବି ପଶିଗଲା ଆଉ ସେ ପୁଅ କିଏ ସେ ପୁଅ କିଏ ଯିଏ 3ଟି ଝିଅକୁ ବାହା ଆଜ୍ଞା ଏପଟେ ଛାନ୍ଦ ଅଛି ତାର ବେଳାଟା ଭଲ ରେ ଛାନ୍ଦ କବି ହେଲେ ଉତ୍ତର ଭକ୍ତ ଯଦୁମଣି ମହାପାତ୍ର ଆଜ୍ଞା କାବ୍ୟ ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର ରାଗ ରାଗଟା ହଉଛି ଆହାରି ଆରେ କେମିତି ହିମାଳୟ ଜୟ ଶିବଙ୍କ ଠାରୁ ତୋ ଜୟ ବଡ଼ ହବ ଶୁଣୁ ଯଦୁମଣି ସାହିତ୍ୟ ଯଦୁମଣି ଲେଖିଲେ କହିଲେ ମହେନ୍ଦ୍ର ମୋହଣେଶୁ ନରଜ ବୃନ୍ଦ
মহেন্দ্র মণি সুন্দর যদুবৃন্দ পুরন্দর রূপ্য কুন্দর যাহাঙ্কর কান্তি ইন্দ্রনীলমণি সদৃশ্য যে যদুকুল চন্দ্রমা নাথ যা পাথর পটাঙ্কে পটাঙ্কি মথা বুদ্ধি নেত্র পন্দর নেত্রকার শিবঙ্কর जो कृष्ण नारायण को देखिले शिव शंकर ताकर 15 नेत्र को मुद्रित करी भगवान कृष्ण को पाद तले जुहार अर्थात शिव ठार पड़ तेणु कृष्ण नारायण ये तीन झील को विवाह करे ये तीन झील को बाहे ये तीन झील हिमालय कन्या पार्वती सुंदरी है गुणवती है प्रभावरी बलदे जगत जननी माँ करे अंतर्ध्यान तीनोटी कन्या को नहीं आनंद खेला आपणकर विंध्य पर्वत किंतु ये घटना जड़े देखिला जड़े शुणिला देखिला कि सुनिला कि जी आसिले नाट लागे अच्छा जी आसिले नाट लागे मोर का पता पड़ीगला पूरा हां तो कोटा तो पड़ीगला तो पूरा रे नाट लगे लावाला नाट भांगी लावाला गोटे चरित्र से चरित्र पूरा रे नथिले पूरा हे परिबा से चरित्र किए आपनकर चिलिका पारिपुत्र कवि डॉक्टर माधव मानसिंह साहित्य गोटे था बोले कोई खोज थांते नारद मुनि कोई खोज थांते नारद मुनि कोई खोज थाए हर ये कोड़िया देव सिनार नारद गोटे देखिले विंध्य पर्वत गाड़ी की मुन्ने तीन कन्या पाई पुणी गाड़ी कहते ये तीन कन्या कृष्ण को विवाह करी नारद बोले जाओ मत गोटे कोड़ी लगेबार गोटे खोराक मत मिलगला द्वितीय भक्त हिसाब से जदि प्रभु को लीला मुझे साहाଯ୍य देली मुखी भक्त तो कोड़ी लगेबार उद्देश्य प्रभु को लीला को सफल करने उद्देश्य देवर्षि नारद मनोजन ठाकुर बागे देले मथुरापुरी अभिमुखे कंठरे अच्छी से राधा प्रेम राधा कीर्तना चली देवर्षि नारद मथुरा कटक अभिमुखे हरि बीना भजन नहीं कृष्ण बिना कीर्तन नहीं हरि बिना भजन नहीं कृष्ण बिना कीर्तन नहीं गोटे भक्ति संगीत प्रभु उद्देश्य राधे राधे बोल मन कृष्ण कृष्ण बोल राधे राधे बोल मन कृष्ण कृष्ण बोला श्री गौरंग बोला श्री गौरंग बोला
बोलो राधे बोलो बोलो राधे 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 बोलो मन कृष्ण कृष्ण बोलो राधे राधे बोलो मन कृष्ण कृष्ण बोलो भाई राधे 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 बोलो मन कृष्ण कृष्ण बोलो माया रे पूरी श्री विश्व काया नहीं विश्वास माया Krishna